ଯଦି ଏକ ବଲ୍ ଫିଲାମେଣ୍ଟର ଦୁଇ ପ୍ରାନ୍ତ ମଧ୍ୟରେ ବିଭବାନ୍ତର 100 ଭୋଲ୍ଟ ବା 100 ଭୋଲ୍ଟ ହୁଏ, ତେବେ ଏହା ମଧ୍ୟ ଦେଇ 2 ଆମ୍ପିୟର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇଥାଏ। ଫିଲାମେଣ୍ଟର ପ୍ରତିରୋଧ ନିର୍ଣ୍ଣୟ କର। ତ ଆମକୁ ଏଠାରେ କ'ଣ ପଚରାଯାଇଛି? ଆମକୁ ଏଠାରେ ପଚରାଯାଇଛି ଯେ ଫିଲାମେଣ୍ଟର ପ୍ରତିରୋଧ ମାନେ ରେଜିଷ୍ଟାନ୍ସ ନିର୍ଣ୍ଣୟ କରିବାକୁ। ଆମକୁ ଏଠାରେ ଆର୍ ନିର୍ଣ୍ଣୟ କରିବାର ଅଛି, ରେଜିଷ୍ଟାନ୍ସ ବା ପ୍ରତିରୋଧ। ତ ଆମକୁ ଦିଆ କ'ଣ ଯାଇଛି ଯେ ଫିଲାମେଣ୍ଟର ଦୁଇ ପ୍ରାନ୍ତ ମଧ୍ୟରେ 100 ଭୋଲ୍ଟର ବିଭବାନ୍ତର ଅଛି। ତ ଏହା ହେଉଛି ଆମର ଫିଲାମେଣ୍ଟ ଏବଂ ଏହାର ଦୁଇ ପ୍ରାନ୍ତ ମଧ୍ୟରେ ବିଭବାନ୍ତର କେତେ ଅଛି? 100 ଭୋଲ୍ଟ। ତ V ଇଜ୍ ଇକ୍ୱାଲ୍ ଟୁ 100 ଭୋଲ୍ଟ। ଏବଂ ଆଉ କ'ଣ ଦିଆଯାଇଛି ଯେ ଯେତେବେଳେ ବିଭବାନ୍ତର 100 ଭୋଲ୍ଟ ଥାଏ ସେତେବେଳେ ବିଦ୍ୟୁତ୍ ସ୍ରୋତ କେତେ ହୋଇଥାଏ? 2 ଆମ୍ପିୟର। ତ ଏଠାରେ ବିଦ୍ୟୁତ୍ ସ୍ରୋତ ବା କରେଣ୍ଟ ହେଉଛି 2 ଆମ୍ପିୟର, ଯାହାକୁ ଆମେ ଲେଖିଦେଲେ I ଇଜ୍ ଇକ୍ୱାଲ୍ସ ଟୁ 2 ଆମ୍ପିୟର। ତ ବର୍ତ୍ତମାନ ଆମକୁ କେବଳ V, I ଏବଂ R ମଧ୍ୟରେ କୌଣସି ଏକ ସମ୍ପର୍କ ଦରକାର, ଯାହାକି ଆମେ ଜାଣିଛନ୍ତି ଯେ ଓମ୍ଙ୍କ ନିୟମରୁ ଆମକୁ ମିଳିପାରିବ। ଆମେ ଜାଣିଛନ୍ତି ଓମ୍ଙ୍କ ନିୟମ କ'ଣ? ଓମ୍ଙ୍କ ନିୟମ ହେଉଛି V ଇଜ୍ ଇକ୍ୱାଲ୍ସ ଟୁ I ଇଣ୍ଟୁ R। V ହେଉଛି ବିଦ୍ୟୁତ୍ ବିଭବାନ୍ତର, I ହେଉଛି ବିଦ୍ୟୁତ୍ ସ୍ରୋତ, R ହେଉଛି ପ୍ରତିରୋଧ ବା ରେଜିଷ୍ଟାନ୍ସ। ତ ବର୍ତ୍ତମାନ ଚାଲନ୍ତୁ ଦିଆଯାଇଥିବା ଭ୍ୟାଲ୍ୟୁ ଗୁଡ଼ିକୁ ଏଠାରେ ରଖିଦେବା। ତ V କେତେ? 100 ଭୋଲ୍ଟ ଇକ୍ୱାଲ୍ସ ଟୁ I କେତେ ଦିଆହେଉଛି? 2 ଆମ୍ପିୟର ଇଣ୍ଟୁ R। ତ ବର୍ତ୍ତମାନ ଆମେ ଏହି ସମୀକରଣର ଉଭୟ ପାର୍ଶ୍ୱକୁ 2 ଆମ୍ପିୟରରେ ଡିଭାଇଡ଼ କରିଦେବା। ତ ଯଦି ଆମେ 2 ଆମ୍ପିୟରରେ ଡିଭାଇଡ଼ କରିଦେଉଛନ୍ତି ତାହେଲେ ଏ ସମୀକରଣ ଡାହାଣ ପାର୍ଶ୍ୱରେ ଉପରର 2 ଆମ୍ପିୟର ତଳ 2 ଆମ୍ପିୟର ଉଭୟକୁ କ୍ୟାନସେଲ୍ କରିଦେବେ। ତ ଆମକୁ କ'ଣ ମିଳିଗଲା? R ଇଜ୍ ଇକ୍ୱାଲ୍ସ ଟୁ 100/2, ଏ ଦୁଇ ମଧ୍ୟ କ୍ୟାନସେଲ୍ କରିଦେବେ ପରସ୍ପରକୁ। ଆମକୁ ମିଳିଯିବ R ଇଜ୍ ଇକ୍ୱାଲ୍ ଟୁ 100/2, ଯାହାକି ହେଉଛି 50 ଭୋଲ୍ଟ ପର୍ ଆମ୍ପିୟର। ତେବେ ଭୋଲ୍ଟ ପର୍ ଆମ୍ପିୟର କ'ଣ? ଆମେ ଜାଣିଛନ୍ତି ଭୋଲ୍ଟ ପର୍ ଆମ୍ପିୟର ହେଉଛି ଓମ୍। ତେଣୁକରି ଆମର ରେଜିଷ୍ଟାନ୍ସ ବା ପ୍ରତିରୋଧ ହୋଇଗଲା 50 ଓମ୍ ବା 50 ଓମ୍। ଏବେ ଚାଲନ୍ତୁ ଆଉ ଏକ ପ୍ରଶ୍ନର ସମାଧାନ କରିବା। ଏ ପ୍ରଶ୍ନଟି ହେଉଛି ଏକ ଲୁହା ଇସ୍ତ୍ରୀ ମଧ୍ୟ ଦେଇ 6 ଆମ୍ପିୟର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ। ଯଦି ଇସ୍ତ୍ରୀର ପ୍ରତିରୋଧ 30 ଓମ୍ ହୋଇଥାଏ ତେବେ ବିଭବାନ୍ତର ନିରୂପଣ କର। ତ ଆମକୁ ଏଠାରେ କ'ଣ ପଚାରିଛି? ଆମକୁ ଏଠାରେ ବିଭବାନ୍ତର ବା ବିଦ୍ୟୁତ୍ ବିଭବର ପାର୍ଥକ୍ୟ ପଚାରିଛି। ମାନେ ଆମକୁ ଏଠାରେ V ପଚରାଯାଇଛି ଏବଂ ମାନିନିଅ ଏହା ହେଉଛି ଆମର ଲୁହା ଇସ୍ତ୍ରୀର ପ୍ରତିରୋଧ ବା ରେଜିଷ୍ଟାନ୍ସ ଏବଂ ପ୍ରତିରୋଧ ଆମକୁ କେତେ ଦିଆଯାଇଛି? 30 ଓମ୍ ଏବଂ ଆମକୁ କୁହାଯାଇଛି ଯେ ଆ ମଧ୍ୟରେ 6 ଆମ୍ପିୟର କରେଣ୍ଟ ପ୍ରବାହିତ ହେଉଛି ବା 6 ଆମ୍ପିୟର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଛି। ତେଣୁକରି ଆମକୁ ବିଦ୍ୟୁତ୍ ସ୍ରୋତ ଦିଆହେଉଛି 6 ଆମ୍ପିୟର ଏବଂ ପ୍ରତିରୋଧ ଦିଆହେଉଛି 30 ଓମ୍। ତେଣୁକରି I ହୋଇଗଲା 6 ଆମ୍ପିୟର ଏବଂ R ବା ରେଜିଷ୍ଟାନ୍ସ ହୋଇଗଲା 30 ଓମ୍। ତ ବର୍ତ୍ତମାନ ପୁନର୍ବାର ଆମକୁ V, I ଏବଂ R ମଧ୍ୟରେ ଥିବା କୌଣସି ଏକ ସମ୍ପର୍କ ଦରକାର। ଆମେ ଜାଣିଥିଲେ ଆମେ ତାହାକୁ ବ୍ୟବହାର କରି ଆମେ V ବା ବିଭବାନ୍ତରର ଭ୍ୟାଲ୍ୟୁ ନିରୂପଣ କରିପାରିବା। ତେବେ ଏହା ଆମକୁ କେଉଁଠୁ ମିଳିବ ସମ୍ପର୍କ? ସେ ଯେଉଁ V, I ଏବଂ R ମଧ୍ୟରେ ଥିବା ସମ୍ପର୍କ କେଉଁଠୁ ମିଳିବ? ଓମ୍ଙ୍କ ନିୟମରୁ ମିଳିବ। ଓମ୍ଙ୍କ ନିୟମ କ'ଣ? V ଇଜ୍ ଇକ୍ୱାଲ୍ସ ଟୁ I ଇଣ୍ଟୁ R। ଚାଲନ୍ତୁ ଭ୍ୟାଲ୍ୟୁ ଗୁଡ଼ିକୁ ରଖିଦେବା। V ଆମକୁ ଜଣା ନାହିଁ, I ହେଉଛି 6 ଆମ୍ପିୟର ଏବଂ R ହେଉଛି 30 ଓମ୍। ତ ତେଣୁକରି ବିଭବାନ୍ତର V ହୋଇଯିବ 30 ଇଣ୍ଟୁ 6, ଯାହାକି ହେଉଛି 180 ଆମ୍ପିୟର ଓମ୍। ତେବେ ଆମେ ଜାଣିଛନ୍ତି ଆମ୍ପିୟର ଓମ୍ ହେଉଛି କ'ଣ? ଭୋଲ୍ଟ। କାହିଁକିନା ଆମେ ଜାଣିଛନ୍ତି ବିଦ୍ୟୁତ୍ ବିଭବାନ୍ତରର ଏକକ ହେଉଛି ଭୋଲ୍ଟ। ତେବେ ତୁମେ ମଧ୍ୟ ଏଟାକୁ ଏପରି ଭାବିପାର ଯେ ଓମ୍ ହେଉଛି ଭୋଲ୍ଟ ପର୍ ଆମ୍ପିୟର। ତେଣୁକରି ଏଠାରେ ଆମ୍ପିୟର ଏବଂ ଆମ୍ପିୟର ପରସ୍ପରକୁ କ୍ୟାନସେଲ୍ କରିଦେବେ। ତ କ'ଣ ରହିଗଲା? ଭୋଲ୍ଟ, ଏକକ ରହିଗଲା ଭୋଲ୍ଟ। ତେଣୁକରି 30 ଇଣ୍ଟୁ 6 ଯାହା ହେଉଛି 180 ଭୋଲ୍ଟ। ତେଣୁକରି ଇସ୍ତ୍ରୀଟିର ଦୁଇ ପ୍ରାନ୍ତ ମଧ୍ୟରେ ବିଭବାନ୍ତର କେତେ ହେଉଛି? 180 ଭୋଲ୍ଟ।